ମାୟା ନୀଲମକୁ କହିବେ, ଟାଇମ୍ କେତେଟା ହେଲାଣି ଦେଖିପାରୁଛୁ ତ? 12:30 ବାଜିଲାଣି। ଗାଧେଇ ପାଧେଇ ଫ୍ରେଶ୍ ହେଇ ପୂଜାରେ ବସିବା ପାଇଁ ତତେ 1.5 ଘଣ୍ଟା ଲାଗିଗଲା। ତାପରେ ରୁବି କହିବେ, ମାୟା ପିଲା ଲୋକ ସିଏ, ଛାଡ଼ ତାକୁ। ତାପରେ ମାୟା କହିବେ, ଦିଦି ବାହାଘର ତାର 5 ବର୍ଷ ହେଇଗଲାଣି। ପିଲା ଲୋକ ନୁହେଁ, ମେଚ୍યોର ହେଇଗଲାଣି ସେ। କ'ଣ କରୁଥିଲା ସେ ତା ଶାଶୁଘରେ? କ'ଣ କରୁଥିଲା ସିଏ? ତୋ ଶାଶୁଘରେ ତତେ କିଛି କୁହନ୍ତିନି? ତାପରେ ନୀଲମ କହିବେ, ଏସବୁ 1857 ମୂଲର ପୂଜା ସେଠି କେହି କରନ୍ତିନି। ତାପରେ ମାୟା ରାଗିକି କହିବେ, ସଟ୍ ଅପ୍। ଇଏ 1857 ମୂଲର ପୂଜା ନୁହେଁ। ଇଏ ହେଉଛି ଆମ ଘରର ପରମ୍ପରା, ଆମ ସଂସ୍କୃତି, ଆମ ଧର୍ମ ଇଏ। ସେଠି ହୁଏତ ଏ ପୂଜା ହଉନଥିବ, କିନ୍ତୁ ଏଠି ଦୁର୍ଗା ପୂଜା ଏମିତି ହୁଏ। ଆଉ ଏଠି ରହିବାକୁ ହେଲେ ରୁଲ୍ସ ମାନି ଚଳିବାକୁ ପଡ଼ିବ ତତେ। ତାପରେ ରୁବି କହିବେ, ନୀଲମ ବଡ଼ ଲୋକଙ୍କ ସହିତ କେମିତି କଥାବାର୍ତ୍ତା କରାଯାଏ ସେତିକି ଶିଖୁନୁ? ତାପରେ ମାୟା କହିବେ, ମହାଅଷ୍ଟମୀ ପୂଜା ଚାଲିଛି ଦିଦି ମୋ ଘରେ। ଆଉ ଏଠି ମୁଁ କୌଣସି ତାମସା ଦେଖିବାକୁ ଚାହୁଁନି। ଆଉ ଏଠି ଯଦି ମୁଁ ନୀଲମକୁ ଛାଡ଼ିଦେଲି, ତାହେଲେ ମୋ ଘରର ବୋହୂମାନେ ଆଉ ଏ ଘରର ଲୋକମାନେ କାହିଁକି ମୋ ରୁଲ୍ସ ମାନିବେ? ପୁଣି କହିବେ, ନୀଲମ ସକାଳୁ ତ ତୁ ଆଜି କିଛି କାମ କରିନୁ। ମମତା, ରିମଝିମ୍ ତମେ 2 ଜଣ ଯାଅ ପୂଜା ପାଖରେ ବସିବ। ମହାପାତ୍ର ଖାନଦାନର ବୋହୂମାନେ ପୂଜାରେ ବସିବା ନିହାତି ଦରକାର। ଯାଅ। ତାପରେ ମମତା ରିମଝିମ୍ ଚାଲିଯିବେ। ତାପରେ ମାୟା କହିବେ, ରୁବି ଦିଦି ତତେ ତ ବଢ଼ିଆ ଖାଇବା ତିଆରି କରି ଆସେ। ତେଣୁ ଆଜିର ଲଞ୍ଚ ତୁ ତିଆରି କରିବୁ। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ମାୟା କହିବେ, ଆଉ ନୀଲମ ତୁ ଦିଦିଙ୍କୁ ସାହାଯ୍ୟ କରିବୁ। ତାପରେ ରିମଝିମ୍ ମମତାଙ୍କୁ କହିବେ, ମା ବଡ଼ମା ଏଇ ମା ଝିଅ 2 ଜଣଙ୍କୁ ଠିକ୍ ଶାସ୍ତି ଦେଇଛନ୍ତି। ଏଣିକି ଏମାନେ ବାଟକୁ ଆସିଯିବେ। ତାପରେ ମମତା କହିବେ, ତୁ ଠିକ୍ କହୁଛୁ ରିମଝିମ୍। କାଲିଠୁ ଏ 2 ଜଣଙ୍କର ଶନି ଦଶା ଆରମ୍ଭ ହେଇଯାଇଛି। ଆଉ ବହୁତ ହସିବେ। ତାପରେ ମାୟା କହିବେ, ଯାଅ କାମରେ ଲାଗିପଡ଼। ସବୁ ଜିନିଷ ଯେମିତି ଠିକ୍ ସମୟରେ ସରେ। ତାପରେ ମାୟା ସେଠାରୁ ଚାଲିଯିବେ। ତାପରେ ନୀଲମ କହିବେ, ଇଚ୍ଛା ତ ହଉଛି ଖାଇବାରେ ବିଷ ମିଶେଇ ମାୟା ଆଣ୍ଟିଙ୍କୁ ଆଗ ଦେଇ ଦିଅନ୍ତି। ଆସିଲା ପରଠୁ ଅହନ୍ତା କଲା ଭଳି ଆମ 2 ଜଣଙ୍କ ପଛରେ ପଡ଼ିଯାଇଛନ୍ତି। ତାପରେ ରୁବି କହିବେ, ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ନୀଲମ। ଆଗରୁ ମୁଁ ତାକୁ ଯାହା ପାଠ ପଢ଼ଉଥିଲି ସିଏ ମୋ ସବୁ କଥା ମାନୁଥିଲା। କିନ୍ତୁ ଏ 2 ଦିନ ଭିତରେ ଗୁରୁଜୀଙ୍କ ଆଶ୍ରମରେ ତାକୁ କିଏ କି ପାଠ ପଢ଼େଇଲା କେଜାଣି ସେ ପୂରାପୂରି ଚେଞ୍ଜ ହେଇଯାଇଛି। ତାପରେ ନୀଲମ କହିବେ, ତମେ ଯାଅ ରୋଷେଇ କରିବ ମାମା। ମୁଁ ଚାଲିଲି। ମୁଁ ମୋ ରୁମ୍ରେ ଶୋଇବି। ଏମିତିରେ ବି ମୋ ନିଦ ଏ ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇନି। ରୁବି ରାଗିକି କହିବେ, ଚୁପ୍ କର। ଇଏ ମାୟାର ଘର। ଏଠି ରହିବାକୁ ହେଲେ ତା ରୁଲ୍ସ ମାନିବାକୁ ପଡ଼ିବ। ଚାଲ ମୋତେ ରୋଷେଇରେ ସାହାଯ୍ୟ କରିବୁ। ନହେଲେ ମୁଁ ନିଜେ ତତେ ଏ ଘରୁ ବାହାର କରିଦେବି। ତାପରେ ନୀଲମ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ରୁବି ନୀଲମକୁ ରୋଷେଇ ଘରକୁ ଟାଣି ନେବେ। ଆଉ ସେପଟେ ପଲ୍ଲବୀ ସେ ଜେଣ୍ଟସ ନାଚ ଗୁଣ୍ଡାମାନଙ୍କୁ ଆଣି ହାଜତ ଭିତରେ ରଖିବେ। ତାପରେ ଆଇଆଇସି ସାର୍ ପଲ୍ଲବୀଙ୍କ ପାଖକୁ ଆସିବେ। ତାପରେ ପଲ୍ଲବୀ କହିବେ, ସାର୍ 48 ଘଣ୍ଟା ପୂରିବା ଆଗରୁ ଆମେ ଆମ କାମ କରି ଦେଖେଇଛୁ ସାର୍। ଏବେ ଜେଣ୍ଟସ ନାଚର 2 ଜଣ ଯାକ ଆପଣଙ୍କ ସାମ୍ନାରେ। ତାପରେ ଆଇଆଇସି ସାର୍ କହିବେ, ଆଇ ଆମ୍ ପ୍ରାଉଡ୍ ଅଫ୍ ୟୁ ପଲ୍ଲବୀ। ତମେ ତମ କାମ କରିକି ଦେଖେଇଛ। ତାପରେ ପଲ୍ଲବୀ କହିବେ, ଖାଲି ସେତିକି ନୁହେଁ ସାର୍, ସେ ଜେଣ୍ଟସ ନାଚର ଯେତିକି ଚେନ୍ ଆଣିଛନ୍ତି ତାର 90% ଚେନ୍ ପୋଲିସ ଧରିଛି। ତାପରେ ଆଇଆଇସି ସାର୍ ଖୁସି ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ପଲ୍ଲବୀ IPS ହେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।